ହେଇଛି 9ଟା 15 ଆଉ ଘରକୁ ଏବେ ଯାଉଛୁ ସାତପଡ଼ା ରୋଡ଼ ଏଇଟା ସିଝିଲାଣି ଗରମ ଗରମ ତରକାରୀ ଚାଟ୍ ଦୋକାନକୁ ଆସିଲେ ହେରି ମାଇଁ ଭଣଜା ମିଶିକି ସବୁ ଚାଟ୍ ଖାଉଛନ୍ତି। ୟାର ଚାଉମିନ୍ ତାର ଚାଟ୍ ଆୟୁଷର ବି ଚାଟ୍ ଦୋକାନ ବଜାର ସବୁ ପଡ଼ିଛି। ଦୋକାନ ଇଏ ହରେକ ମାଲ 99 ଟଙ୍କା ଟଙ୍କାଟା କାହିଁ ମାଇନସ୍ କଲେ ଟଙ୍କା ଏଇଠି ଅଛି। କେତେ ଜାମ୍ ଆମେ ଏବେ ବାହାରିଲୁ ଲାଷ୍ଟରେ ହେଲା ଆଇସ୍କ୍ରିମ୍ ଗୋଟେ ଗୋଟେ ଖାଇକି ଆସିଲେ ଆଇସ୍କ୍ରିମ୍ ଖାଉଛୁ ପୁରା ତୁ ଆଉ ସାନର ଗୋଟେ ଆଉ ମାଇଁର ଗୋଟେ ଆଉ ଟିକି ପୁଅ ତ ଖାଇଲାନି କିଛି ସାଇର ତାର ପୁରା ମନ ଦୁଃଖ ଆଉ ଆମେ ସେପଟ ବନ୍ଧରୁ ଏପଟ ବନ୍ଧକୁ ପଳେଇ ଆସିଲୁ ସେଇ କେନାଳ ବନ୍ଧକୁ ଯେଉଁ କେନାଳ ବନ୍ଧରେ ଯାଇଥିଲୁ ସେ କେନାଳ ବନ୍ଧରେ ଆସିଲୁ ହେଲା ଆମେ ଆସିକି ପହଞ୍ଚିଗଲୁ ସାଗରପଡ଼ାର ଦୋକାନରେ ଆମ ଦୋକାନରେ ସାମୁ ସେଠି ଫ୍ୟାନ୍ ବି ଛିଡ଼ା ହେଇଯାଇଛି ଗରମ ଲାଗୁଛି ବୋଲି ଫ୍ରିଜ୍ ଥଣ୍ଡା ଥୁଆଇଛି ଟି ଥଣ୍ଡା ଥୁଆଇଛି ଏଠି ବିକ୍ରି ହେଉଛି ଥଣ୍ଡା ଦୋକାନଟା ମାମୁଁ ତ ନେଇକି ଦେଉଛି ଆଉ ସାଇ ଆଜିଆ ଘରକୁ ଯିବୁନି ଘରକୁ ଏବେ ହେଇଛି 9ଟା 15 ଟାଇମ୍ ରାତି ହେଇଗଲାଣି ରାତି ହେଇଛି 9ଟା 15 ଆଉ ଘରକୁ ଏବେ ଯାଉଛୁ ସାତପଡ଼ା ରୋଡ଼ ଏଇଟା ସାନୁ ଏଠି ଘୋଡ଼େଇ ପଡ଼ିଛି ଶୀତ କଲା ବୋଲି ନାଇଁ ଚା ନାହିଁ ଆଉ ଶୀତ କଲା ବୋଲି ସାନୁ ଏଠି ମୁହଁ ଦେଖେଇ ଦେଖ ଘୋଡ଼େଇ ପଡ଼ିଛି ଦେଖନ୍ତୁ ଏଠି କେମିତି ହେଲା ଆଉ ଟିକେ ମୁହଁ ଦେଖେଇ ଦିଅ ତାକୁ ଶୀତ ଲାଗିଲା ବୋଲି ସେ ଆଣି ନେଇକି ଜ୍ୟାକେଟ୍ ଫ୍ୟାକେଟ୍ ନା ସେଥିଲାଗି ସେ ମୁହଁ ଘୋଡ଼େଇ ଦେଇଛି ଆଉ ରାତି ହେଇଛି ଦେଖନ୍ତୁ ରୋଡ଼ରେ ଆମେ ଯାଉଛୁ ଘରକୁ ଆଉ ଘରେ ପହଞ୍ଚିଲା ପରେ ଆପଣମାନଙ୍କୁ କହିବୁ ଆଉ ଆମେ କେବେ ପହଞ୍ଚିବୁ ମାନେ କେତେବେଳକୁ ପହଞ୍ଚିବୁ ଆମେ ଆଉ ଏବେ ଯାଉଛୁ ମେନ୍ ରୋଡ଼ରେ ସାତପଡ଼ା ରୋଡ଼ ଏଇଟା ଆପଣ ଦେଖିପାରୁଥିବେ ସାକ୍ଷୀଗୋପାଳରେ ପହଞ୍ଚିଗଲୁ ଗେଟ୍ ଠି ଆଉ ଟ୍ରେନ୍ ଗେଟ୍ ପଡ଼ିଥିଲା ତ ଟ୍ରେନ୍ ଯାଉଥିଲା ଏବେ ଆଉ ବହୁତ ଭିଡ଼ ହେଇଛି ଆଉ ଏବେ ଯାଉଛୁ ଆମେ ଆଉ ଘରକୁ ତ ଆମେ ଆସିକି ଘରେ ପହଞ୍ଚିଗଲୁ ରାତି ଏବେ 10ଟା ହେଇଛି ଥଣ୍ଡା ପବନରେ ଆସିଲୁ ହେରି ବହୁତ ଜୋର ବି ଶୀତ ଲାଗୁଛି ମୁଁ ବି ଆସିକି ଘୋଡ଼େଇ ପଡ଼ିଲି ଆଉ ରାତି 10ଟା ହେଇଗଲା ପହଞ୍ଚିଲା ଆସିବୁ ଆଉ ଆସିଲୁ ମେନ୍ ରୋଡ଼ରେ ଆସିଲୁ ନା ବହୁତ ଜୋରରେ ଥଣ୍ଡା ପବନ ହେଉଥିଲା ଆୟୁଷ ଆସିକି ଶୋଇପଡ଼ିଲାଣି ଆଉ ମାନେ ସାଙ୍ଗେ ସାଙ୍ଗେ ଶୋଇଛି ମାନେ ଚେଇଁଛି ମାନେ ନିଦରେ ଶୋଇନି ଆସିକି ଶୋଇପଡ଼ିଛି ଆଉ ଘରେ ପଶିଯାଇଛି ଆସିକି ବାରଦର ଖୋଲା ଥିଲା ବୋଧେ ନାଇଁ ନା ଖୋଲା ଥିଲା ବାରଦର ଆରେ ସେ ନେଇ ପଳେଇଲା କ'ଣ ଗୋଟେ କାମୁଡ଼ିକିରି ହାଁ ଗୁଆ ଖଡ଼ବା ନେଇଗଲା ରି ସେ କେମିତି ଆସୁଛି ସେ ଦେଖି ସେ ଚୁଲି ମୁଣ୍ଡକୁ ଆଇଲା ପୁଣି ଯା ଛଡ଼େ ସେ କ'ଣ ଗୋଟେ ନେଇକି ଥୋଇ ଦେଇକି ଆଇଲା ସେଠି ଦେଖିଲୁ ହାଇ ଯା କ'ଣ କୁଆଡ଼େ ଯାଇଥିଲୁ ବାଦର ଖୋଲା କରି ଯାଇଛୁ କୁକୁର ଛୁଆ ଆସିକି ଘରେ ନା ନାଇଁ ନା ସେ ଦାଣ୍ଡ ପଟେ ଆସିଲା ନା ବାଦର ତ ଖୋଲା ଥିଲା ବୋଧେ ଆଉ ତ ଏବେ ଦେଖନ୍ତୁ ମମି ଏବେ ସନ୍ଧ୍ୟାବେଳେ ଏବେ ଆଳୁ କଟାକଟି କରୁଛି ଆଳୁ ଆଉ ଏଠି ପିଆଜ କଟା ହେବ ବୋଧେ ଆଉ ଆମେ କ'ଣ ପାଇଁ କଟା ହେଉଛି ସବୁ ଆଜି ହେବ ଚିକେନ୍ ଦେଶୀ ଚିକେନ୍ ମାନେ ଯେଉଁ ଆସିଥିଲେ ଯେଉଁ ଘରେ ରଖନ୍ତି ଯେଉଁ ଦେଶୀ ଚିକେନ୍ ଦେଶୀ କୁକୁଡ଼ା ଓହୋ ଚୁଲି ତାତିଛି ନା କ'ଣ ଚୁଲି ପୁରା ଗରମ ଅଛି ତେଜ ଥୁଆଇଛି ଟିକେ ଗଳା ହେଇକି ହଁ କଟାକଟି କରିଦେଲେ ରାତିଟା ନା ଶୀଘ୍ର ନେଇଯାଉଛୁ ବାରିଡ଼ୁ କରିକି ଆଉ ମା ଏଠି ତ କ'ଣ ଜଳେଇ ଖାଉଛୁ ବୋଧେ ସାନୁର ସାଙ୍ଗମାନେ ଖାଇବେ ପୁରା ଆଉ ଫିଷ୍ଟ କରୁଛୁ ବୋଧେ ନା କିଛି ନାହିଁ ମ ଏମିତି ଗୋଟେ କରିଦେଲେ ଗୋଟେ ଖୁସିରେ ବାବା କହିଲେ କରିଦେଲେ ଖାଇବେ ଆଉ ସାଙ୍ଗ ହେଉଛନ୍ତି ତ ପିଲାମାନଙ୍କ ହଁ ଭାତ ଚିକେନ୍ ଆଉ ଆଚ୍ଛା ଚିକେନ୍ ଆରେ ତ ପରିବାପତ୍ର କଟା ହେଉଛି ଆଉ ତ ଏବେ ଦେଖୁଥିବେ ଏବେ ରୋଷେଇ ଏବେ ଆରମ୍ଭ ହେଇଯାଇଛି ଆଉ ଏଥିରେ ପିଆଜ ରସୁଣ ଆଉ ଏଥିରେ କଷା ହେଉଛି ଏବେ ଆଉ ଏଠି ଟମାଟୋ କଟାକି ଥୁଆ ହେଇଛି ଆଉ ଲଙ୍କାଗୁଣ୍ଡା
ଆଳୁ ଏଠି କଟା ହେଇ ଥୁଆ ହେଇଛି ଆଉ ଅଦା ରସୁଣ ତା ଦେହରେ ପଡ଼ିବ ଯେଉଁ କଷା ହେଇଯିବ ଆକୁ ନା ପିଆଜ ରସୁଣ କଷା ହେବ ଆକୁ ତାପରେ ପିଆଜ ରସୁଣ କଷା ହେଉଛି ତାପରେ ଚିକେନ୍ ବାଦରେ ଆଳୁ ପଡ଼ିବ ସିଝିବ ତାପରେ ହେବ ଚିକେନ୍ ଆଉ ଦେଖନ୍ତୁ ଏବେ ଆଳୁ ଏବେ ପଡ଼ିଗଲା ଏବେ ତରକାରୀ ହେଇନି ଆଉ ହବ ଆଉ ତ ଏବେ ଦେଖନ୍ତୁ ଏବେ ଚିକେନ୍ ଏଥିରେ ପଡ଼ିଯାଇଛି ଏବେ ଆଳୁ ଫାଳୁ ଏବେ ସିଝିଗଲାଣି ନା ମୋ ମମି ସିଝିଗଲାଣି ତ ଏବେ ସିଝି ସିଝି ଆସିଲାଣି ଏବେ ଚିକେନ୍ ରାତିରେ ପଡ଼ିଯାଇଛି ଦେଶୀ ଚିକେନ୍ ଯାହାକୁ କୁହନ୍ତି ଆଉ ଆଉ କ'ଣ ସବୁ ତ ମସଲା ମସଲା ସବୁ ପଡ଼ିଯାଇଛି ଆଉ ଆଜି କ'ଣ ବିନା ତେଲରେ ହେଇଛି ନା ବିନା ପାଣିରେ ହେଇଛି ବିନା ପାଣିରେ ତ ଦେଖିପାରୁଥିବେ ଆଜି ବିନା ପାଣିରେ ହେଇଛି ଗୋଟେ ଆଉ ତ ଏବେ ଦେଖନ୍ତୁ ବର୍ତ୍ତମାନ ବି ତରକାରୀ ଏବେ ହେଇଯାଇଛି ଆଉ ତରକାରୀ ହେଇଗଲାଣି ସେଟା ଜଲ୍ଦି ଜଲ୍ଦି ଖାଲି ଖାଇବା ଏବେ ଟିକେ ପାଣି ଏବେ ଦିଆହେଇଛି ବୋଧେ ସେଥିପାଇଁ ଏବେ ଦେଖାହେଉଛି ନାଲି କହିଲାନି କଲର କ'ଣ ପାଇଁ ମୁଁ ପକେଇନି କହିଲୁ ହଁ ଦେହ ପ୍ରତି ଭଲ ନୁହଁ ମୁଁ ସେଥିପାଇଁ କଲର ପକେଇଛି ସାନକୁ ଯେ ସିଏ କହୁଛି ନାଲି ଦେଖାଯାଉନି ନାଲି ଦେଖାଯାଉନି ନାଲି ଖାଇଲେ କ'ଣ ଭଲ ବେଶୀ ପ୍ୟାକେଟ୍ ହିଁ ନାହିଁ ଆମ ଘରେ ନା ସେ ନ ପକେଇଲେ ବି ଭଲ ନାହିଁ ଆମ ଘରେ ବି ବେଶୀ ବି ପକିଆ ହବନି ତବେ ଏବେ ଚିକେନ୍ ପଡ଼ିଯାଇଛି ଆଳୁ ଘର ସବୁ ସିଏ ହେଇଗଲାଣି ହେଇଗଲାଣି ଆଉ ଚାଲ ନେଇଯିବା ଘରକୁ ତ ଏବେ ବାଢ଼ି ଦିଅ ଖାଇବା ପାଇଁ ଏତେ ବଢ଼ା ହେଇଯିବ ଏବେ ସେ କାଗଜରେ କ'ଣ ସେମିତି ନେଇବ ତୁ ଗୋଟେ ଟର୍ଚ୍ଚ ଦେଖିଛୁ ଏଠି ତ ଏବେ ଦେଖନ୍ତୁ ତରକାରୀ ଏଠି ପୁରା ଥୁଆ ହେଇଯାଇଛି ଗରମ ଗରମ ତରକାରୀ ଏବେ ବଢ଼ା ହେଉଛି ଏବେ ଚିକେନ୍ ତରକାରୀ ଦେଶୀ ଚିକେନ୍ ଝୋଳ ନା ମମି ଚିକେନ୍ ଝୋଳ ତ ଏବେ ମମି ସାନ କହୁଥିଲା କ'ଣ ନାଲି ହେବା କଥା ହଁ ନାଲି ବୋଧେ ସେ ହବନି ହେଲା ପରା ହଁ ନାଲି ତ ହେଇଗଲା ହଁ ସେ ଚିନି ଆଉ ଲୁଣ ଯୋଉ ନାଲି ଦେଇନଥିଲେ ସେ ଏଥିରେ ହବନି ରହିଗଲା ପରେ ନାଲି ହେବ ତ ଏବେ ଦେଖୁଥିବେ ବଢ଼ା ହେଇଛି ଏବେ ଭାତ ଆଉ ଚିକେନ୍ ଏଠି ବଢ଼ା ହେଇଛି ଆଉ ଆଗୁଆ ଏଠି ଆୟୁଷ ଏବେ ଏଠି ବସି ପଡ଼ିଛି ଆୟୁଷ କ'ଣ ଖାଇବା ପାଇଁ ରେଡ଼ି ତ ଆଉ ଏଠି ଲିପୁଟା ଏଠି ବସିଛି ଖାଇବା ପାଇଁ ହଁ ହାଇ କରିଦେଉଛି ଆଉ ଏଠି ଶୁଭ ଏଠି ବସିକି ଖାଉଛି ଆଉ ଏଠି ଆସୁ ଏଠି ବସିଛି ଲାଷ୍ଟରେ ଆଉ ନା ଖାଉନୁ ଏବେ ହଁ ବସିବ ଖାଇଦେ ତ ଏବେ ମମି ଏବେ ସେଠି ବସି ପଡ଼ିଛି ଆଉ ଏବେ ଖାଅ କମେଡ଼ି ଫୋନ୍ ଥୁଆ ହେଇଛି କମେଡ଼ି ଦେଖିବା ସେ ଖାଇବେ ତ ଏବେ ଦେଖନ୍ତୁ ଏବେ ମମି ଆଉ ବାବାଙ୍କର ଏବେ ଖାଉଛନ୍ତି ଏବେ ଆଉ ଆମେ ସବୁ ତ ଖାଇକି ଉଠି ସାରିଲଣି ଆଉ ସେଟା ଆଉ ମମି ଏବେ ଚିକେନ୍ଟା କେମିତି ଲାଗୁଛି ଖାଇଲୁ ଏବେ ଭଲ ଲାଗୁଛି ବାବା ତୁମକୁ ଆଉ ଏ ଦେଶୀ ଚିକେନ୍ ଘରେ ଆଜି ହେଇଥିଲା ଦେଶୀ ଚିକେନ୍କୁ ଆଉ ଚୁନା ଭାତ କ'ଣ ନା ହଁ ଆଉ ଆଜି ଚିକେନ୍ ତରକାରୀଟା କହୁଛନ୍ତି ସମସ୍ତେ ଭଲ ହେଇଥିଲା ବୋଲି ଆଉ ମମି